ଶୀତରେ ଥରୁଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ। ଏହି ଦୁଇ ଅଞ୍ଚଳରେ ଅପରାହ୍ନ 4ଟା ପରେ ଘରୁ ଗୋଡ଼ କାଢ଼ିବାକୁ ଇଚ୍ଛା ହେଉନାହିଁ। ବାହାରକୁ ଯିବା ପାଇଁ ଜାଡ଼ ମନ କରୁଛି। ସକାଳ 9ଟା ଯାଏ ସମାନ ଅବସ୍ଥା ଲାଗି ରହୁଛି। ପ୍ରବଳ ଶୀତରେ ଥରୁଛି ଦିଗପହଣ୍ଡି, ପାଟପୁର, ଡେଙ୍ଗାଓସ୍ତା, ପୁଡ଼ାମାରି, ଭୀଷ୍ମଗିରି ଅଞ୍ଚଳ। ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ଶୀତର ପ୍ରକୋପ। ପ୍ରବଳ ଥଣ୍ଡାରେ ଲୋକେ ବାହାରକୁ ଯିବା କଷ୍ଟକର ହୋଇପଡ଼ିଥିବା ବେଳେ ବଣ ଜଙ୍ଗଲ ଘେରା ଗାଁଗୁଡ଼ିକରେ ଅଧିକ ଥଣ୍ଡା ହେଉଥିବା ଲୋକମାନେ ଅନୁଭବ କରୁଛନ୍ତି। ଦିନରେ ବି ଦୃଶ୍ୟମାନ ହେଉନାହିଁ ସୂର୍ଯ୍ୟ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ଶୀତର ପସରା ମିଳିଛି। ଶୀତେଇ ଉଠୁଛି ଏହିସବୁ ଅଞ୍ଚଳ। ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଛି। ଶୀତ କାଳରେ ପାହାଡ଼ିଆ ପରିବେଶର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଜମିଛି ପର୍ଯ୍ୟଟକଙ୍କ ଭିଡ଼। ତଥାପି ଏଠିକାର ଆଦିବାସୀ ଶୀତରେ ଧାନ, ମକା, ମାଣ୍ଡିଆ, ବିଭିନ୍ନ ପ୍ରକାର ପନିପରିବା ଓ ଫସଲ ଅମଳ କରିବାକୁ ଛୁଟି ଯାଆନ୍ତି। ଏହାପରେ ଆରମ୍ଭ ହୋଇଯାଇଥାଏ ଶୀତଦିନିଆ ପରିବା ଚାଷ ପାଇଁ ପ୍ରସ୍ତୁତି। କାରଣ ଏଇଟା ହିଁ ଭଲ 2 ପଇସା ରୋଜଗାର କରିବାର ଲାଗି ପ୍ରକୃଷ୍ଟ ସମୟ। ଶୀତୁଆ ସକାଳରେ ଝାଳ ବୁହାଇବା ଲାଗି ପରିବାରର ଲୋକେ ଏକାଠି ହୁଅନ୍ତି ଜମିରେ। ଦିଗପହଣ୍ଡି, ସାନଖେମୁଣ୍ଡି ଅଞ୍ଚଳର ଆଦିବାସୀଙ୍କ ଜୀବନ ଚଳଣି ଅନ୍ୟଠାରୁ କିଛିଟା ଅଲଗା। ଏବେ ଏ ଅଞ୍ଚଳକୁ ଶୀତ କଷ୍ଟ ସତ୍ତ୍ୱେ ଲୋକେ ଉପଭୋଗ କରୁଥିବା ଦେଖାଯାଉଛି। ଗାଁ ଗାଁରେ ସକାଳ ଓ ସନ୍ଧ୍ୟାରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳୁଛି। ଗଞ୍ଜାମରୁ ସୁଶାନ୍ତ ମାଳିଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।